ଗୋଟିଏ ବଣରେ ରହୁଥିଲା ବିଲୁଆଟିଏ। ସମସ୍ତେ ତାକୁ ପଣ୍ଡିତ ନାଁରେ ଜାଣିଥିଲେ। ହାତ ଦେଖି ବିବାହ ବ୍ରତ କରି ସେ ପେଟ ପୋଷୁଥିଲା। ଦିନେ ତା ପାଖରେ ଗଧଟିଏ ଆସି ପହଞ୍ଚିଲା। ଆଉ ବହୁତ ବିକଳ ହେଇ ହାତ ଦେଖେଇ କହିଲା, ପଣ୍ଡିତେ, ମୋ ଘରେ ପ୍ରବଳ ଅଶାନ୍ତି ଚାଲିଛି। ଲାଗୁଛି ମୁଁ ଆଉ ବେଶୀ ଦିନ ବଞ୍ଚିବିନି। କାହିଁ, ତମର ଏମିତି କଣ ହେଇଛି କି? ମୋ ଘରେ କୂଅ ନାହିଁ ବୋଲି ମୋ ସ୍ତ୍ରୀ ପଡ଼ିଶା ଘର କୂଅରୁ ପାଣି ଆଣିବାକୁ ଯାଇଥିଲା। ଆଉ ପଡ଼ିଶା ଘର ଭାଲୁ ଆଉ ତା ସ୍ତ୍ରୀ ମିଶି ମୋ ସ୍ତ୍ରୀକୁ ମାଡ଼ ମାରିଲେ। ତେଣୁ କାଲିଠୁ ମୋ ଘରେ ଅଶାନ୍ତି ଲାଗି ରହିଛି। ଧେତ୍, ଏଇଟା ଗୋଟିଏ କଥା। ପାଣି ତତେ ଆଉ କୋଉଠୁ ବି ମିଳିଯିବ। ଆଉ କୋଉଠୁ ମିଳିଲେ ଚଳିବନି। ମୋ ସ୍ତ୍ରୀ କହିଛି ଆମ ନିଜ ଘର ବାଡ଼ି ଭିତରୁ ଯେମିତି ପାଣି ମିଳିବ ସେ କଥା ମୁଁ ବୁଝିକି ଯିବି। ହଉ, ଦେଖା, ତୋ ହାତ ମତେ ଦେଖା। ଆଜ୍ଞା, କଣ ଅଛି ମୋ ଭାଗ୍ୟରେ? ପାଣି ମିଳିବ ନା ନାହିଁ? ପାଣି ତ ତୋ ଭାଗ୍ୟରେ ନାହିଁ, କିନ୍ତୁ ଚେଷ୍ଟା କଲେ ମିଳିପାରିବ। କଣ କରିବି ତାହେଲେ କୁହନ୍ତୁ? ଶୁଣୁ, ତୁ ଗାଧୁଆ ପାଧୁଆ ସାରି ଶୁଦ୍ଧ ହେଇ ଦାନ ଦକ୍ଷିଣା ନେଇ କାଲି ସକାଳୁ ଚାଲି ଆସେ। ମନେ ରଖ, ଦକ୍ଷିଣା ନେଇକି ଆସିବୁ। ଆଜ୍ଞା। ଗଧ ତ ବୋକା। ସେ ତା ପରଦିନ ସକାଳୁ ସକାଳୁ ଗାଧେଇ ସାରି ଦାନ ଦକ୍ଷିଣା ଧରି ଯାଇ ପହଞ୍ଚିଲା ବିଲୁଆ ପାଖରେ। ବିଲୁଆକୁ ଦାନ ଦକ୍ଷିଣା ସବୁ ଦେଲା। ଆଉ କହିଲା, ଏଥର ଉପାୟ କୁହନ୍ତୁ। କାଲି ହେଲା ରାମନବମୀ। ତେଣୁ ତୋ ବାଡ଼ି ପଟେ ଯୋଉ ବେଲ ଗଛ ଅଛି ତା ପାଖରେ ଖୋଳିବୁ। ଦେଖିବୁ ଯେମିତି କାଦୁଅ ମାଟି ବାହାରିବ। ଆଜ୍ଞା, ଯଦି ନ ବାହାରିଲା? ନ ବାହାରିଲେ ଆଉ ଗୋଟେ ଜାଗାରେ ଖୋଳିବୁ। ସେଠୁ ନ ବାହାରିଲେ ଆଉ ଗୋଟେ ଜାଗାରେ ଖୋଳିବୁ। ସେମିତି କାଦୁଅ ମାଟି ନ ବାହାରିବା ଯାଏ ଖୋଳୁଥିବୁ। ହେଲା? ଆଉ ଶୁଣୁ, ପାଣି ବାହାରିବା ପରେ ମୋ ଘରକୁ ଆସିବୁ। ମତେ ଦକ୍ଷିଣା ଦେଇକି ଯିବୁ। ଭୁଲିବୁନି ଯେମିତି। ଆଜ୍ଞା। ଏ କଥା ଶୁଣି ଗଧ ଚାଲିଲା ତା ଘରକୁ। ତା ପରଦିନ ସକାଳେ ଉଠି କୂଅ ଖୋଳିବାକୁ ଗଲାବେଳକୁ ଦେଖିଲା ଯେ ମୂଷା ତା ବାଡ଼ି ପଟେ ଖୋଳାଖୋଳି କରୁଛି। ଏପଟେ ଗଧ ଯେତେ ଥର ଖୋଳୁଥାଏ ସେତେ ଥର ତାର କାଦୁଅ ମାଟି ବାହାରୁ ନଥାଏ। ତେଣୁ ସେ ବାଧ୍ୟ ହେଇ ମୂଷା ପାଖକୁ ଗଲା। କଣ ମୂଷା ଭାଇ, ତମକୁ ବି ପଣ୍ଡିତ କହିଛନ୍ତି ନା କୂଅ ଖୋଳିବାକୁ? ମୂଷା କିଛି ନ କହି ଖାଲି ମୁରୁକି ହସାଟିଏ ଦେଲା। ମୁଁ କାଲି ଯାଇଥିଲି, ଦାନ ଦକ୍ଷିଣା ବି ଦେଇକି ଆସିଲି। ଆଉ ମତେ କହିଲେ କିଛି ବାଟ ଖୋଳିବା ପରେ ମାଟି କାଦୁଅ ବାହାରିବ। ଆଉ ଯଦି ନ ବାହାରିବ ତାହେଲେ ଆଉ ଗୋଟେ ଜାଗା ଖୋଳିବ। ହେଲେ ମୁଁ ଗୁଡ଼ାଏ ଜାଗା ଖୋଳି ସାରିଲିଣି, କୋଉଠୁ ବି ପାଣି ବାହାରୁନି। ଆରେ ଆରେ, ବିଲୁଆ ତ ଗଧକୁ ଠକି ଦେଇଛି। ଆଉ ତାଠୁ ଭଲ ରକମର ଦକ୍ଷିଣା ବି ନେଇଛି। ମୁଁ ଗଧକୁ ଯଦି ପଣ୍ଡିତଙ୍କ କଥା ସିଧାସଳଖ କହିବି ତାହେଲେ ସେ ତ ଖରାପ ଭାବିବ। ଆରେ, ଏତେ କଥା କଣ ଚିନ୍ତା କରୁଛ? କିଛି ନାହିଁ। କଥା କଣ କି, କାଲି ରାତିରେ ଇନ୍ଦ୍ରଦେବ ମୋ ସ୍ୱପ୍ନରେ ଆସିଥିଲେ। ଆଉ ମତେ କୂଅ ଖୋଳିବାକୁ କହିଲେ। ହଁ, ସତରେ? ମୁଁ ସେଇଥିପାଇଁ କୂଅ ଖୋଳୁଛି। ମୋ କୂଅ ଖୋଳା ହେଲା ପରେ ସ୍ୱୟଂ ଇନ୍ଦ୍ରଦେବ ଏଠିକି ଆସିବେ। ଆଉ ମୋ କୂଅରୁ ପାଣି ପିଇବେ। ଆଉ ତାପରେ ଯାଇ ମୁଁ ତୁମକୁ ସାହାଯ୍ୟ କରିପାରିବି। କିଛି ଦିନ ଗଲା ପରେ ମୂଷା ଖୋଳିଥିବା କୂଅରୁ ପାଣି ବାହାରିଲା। ତାକୁ ଦେଖି ମୂଷା ଆଉ ଗଧ ଦୁହେଁ ବହୁତ ଖୁସି ହେଲେ। ଆଚ୍ଛା ମୂଷା ଭାଇ, ତମ କୂଅରୁ ତ ପାଣି ବାହାରିଲା। ଏବେ ମୋ କଥା ଟିକେ ବୁଝ। ମୋ କୂଅରୁ କେମିତି ପାଣି ବାହାରିବ ସେ ବ୍ୟବସ୍ଥା କର। ହଁ, ଚାଲ। ମୂଷା ଆସି ଦେଖିଲା କୋଉ ଜାଗାରୁ ଖୋଳିଲେ ପାଣି ବାହାରିବ। ସେ ସେଇ ଜାଗାକୁ ଖୋଳିଲା, ହେଲେ କାଦୁଅ ମାଟି ବାହାରିଲାନି। ଆରେ, କାଦୁଅ ମାଟି ତ ବାହାରିଲାନି, ତଥାପି ତମେ ଖୋଳୁଛ? ଗଧ ଭାଇ, ତମର ମୋ ଉପରେ ଭରସା ଅଛି ନା? ହଁ ହଁ। ତାହେଲେ ବ୍ୟସ୍ତ ହୁଅନି, ମୋ କାମ ମୁଁ କରୁଛି। ହେଲେ ମତେ ପଣ୍ଡିତ ଯାହା କହିଥିଲେ
ତମକୁ ପଣ୍ଡିତ କଣ କହିଥିଲେ ସେ କଥା ମୁଁ ଜାଣିନି, ହେଲେ ମତେ କିଛି ଦିନ ସମୟ ଦିଅ। ଗଧ ମୂଷାକୁ ସମୟ ଦେଲା। ଆଉ କିଛି ଦିନ ମଧ୍ୟରେ କୂଅରୁ ପାଣି ବାହାରିଲା। ମୂଷା ଆଉ ଗଧ ଦୁହେଁ ବହୁତ ଖୁସି ହେଲେ। ମୂଷା ଭାଇ, ସତରେ ତ ତମେ ଚମତ୍କାର କରିଦେଲ। ମୁଁ ବିଶ୍ୱାସ କରିପାରୁନି ଯେ ମୋ ବାଡିରୁ ପାଣି ବାହାରିଲା। ହେଲେ ତମେ ତ ପଣ୍ଡିତକୁ ବିଶ୍ୱାସ କରିଥିଲ ନା? ତମେ ବି ତ ଇନ୍ଦ୍ରଙ୍କୁ ବିଶ୍ୱାସ କରିଥିଲ ନା? ମୁଁ ତୁମକୁ ମିଛ କହିଥିଲି। ମୋ ସ୍ୱପ୍ନରେ ଇନ୍ଦ୍ରଦେବ ଆସିନଥିଲେ। ସତ କଥା ହଉଛି, ଏତେ କମ ଖୋଳିଲେ କୌଣସି ଜାଗାରୁ ବି ପାଣି ବାହାରେନି। ପାଣି ବାହାରିବା ପାଇଁ ମାଟିକୁ ଟିକେ ଗଭୀର କରି ଖୋଳିବାକୁ ପଡେ। ବିଲୁଆ ତମଠୁ ଦାନ ଦକ୍ଷିଣା ନବ ବୋଲି ତମକୁ ମିଛ କହିଥିଲା। ହଁ, ତମ କଥା ସତ, କାହିଁକି ନା ତମେ ବହୁତ ବାଟ ଖୋଳିଲା ପରେ ପାଣି ପଡିଲା। ସେଇ ଦିନଠୁ ଗଧ ଆଉ କେବେ ବି ବିଲୁଆର ପାଖ ମାଡେନି କିମ୍ବା ବିଲୁଆର ପରାମର୍ଶ ବି ଲୋଡେନି। ଯେତେ କଷ୍ଟ ହେଲେ ବି ସେ ପଣ୍ଡିତଙ୍କ ପାଖକୁ ଯାଇ ହାତ ଦେଖାଏନି। ନିଜ କର୍ମ ଉପରେ ବିଶ୍ୱାସ ରଖେ।